ପିଲାମାନେ ଆଜିର ବିଷୟବସ୍ତୁ ହେଲା ଟେଲିଭିଜନ ଆଣ୍ଡ ଦ ଫିଲ୍ମ। ଟିଭି ଆଉ ଫିଲ୍ମ ଭିତରେ କ'ଣ ଦେଖିବା ନା 1925 ମସିହା ଏପ୍ରିଲରେ ମନୋରଞ୍ଜନ ଜଗତରେ ଏକ ବୈପ୍ଳବିକ ଅଧ୍ୟାୟର ଶୁଭାରମ୍ଭ ହୋଇଥିଲା। 1925 ମସିହା ଏପ୍ରିଲରେ ଜନ୍ ଲୋଗୋ ବାୟର୍ଡ଼ ପ୍ରଥମ ଥର ପାଇଁ ସେଲ୍ଫ୍ରିଜ୍ରେ ଲଣ୍ଡନ ଷ୍ଟୋରରେ ଟେଲିଭିଜନ ଚିତ୍ର ସର୍ବସାଧାରଣରେ ପ୍ରଦର୍ଶନ କରିଥିଲେ। ମନୋରଞ୍ଜନ କ୍ଷେତ୍ରରେ ଦୀର୍ଘ 50 ବର୍ଷ ଧରି ସିନେମାର ରାଜୁତି ଚାଲିଥିଲା। ବିଶ୍ୱଯୁଦ୍ଧ ଶେଷ ପର୍ଯ୍ୟନ୍ତ ସିନେମା ହିଁ ମନୋରଞ୍ଜନର ଏକମାତ୍ର ପ୍ରମୁଖ ମାଧ୍ୟମ ଥିଲା। ଯୁଦ୍ଧ ପରବର୍ତ୍ତୀ ସମୟରେ ମନୋରଞ୍ଜନ କ୍ଷେତ୍ରରେ ସିନେମାର ପ୍ରତିଦ୍ୱନ୍ଦ୍ୱୀ ହିସାବରେ ଟେଲିଭିଜନ ଉଭା ହେଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ହାତଗଣତି କେତେଜଣ ଉତ୍ସାହୀ ଲୋକଙ୍କ ନିକଟରେ ଟେଲିଭିଜନ ସେଟ୍ ଥିଲା। ଯୁଦ୍ଧ ପାଇଁ ସେପ୍ଟେମ୍ବର 1939ରେ ବିବିସିର ଟେଲିଭିଜନ ପ୍ରସାରଣ ବନ୍ଦ କରାଗଲା। ସେ ସମୟକୁ ବ୍ୟବହୃତ ଟେଲିଭିଜନ ସେଟ୍ ସାରା ବ୍ରିଟେନରେ ଥିଲା ମାତ୍ର 20,000। ସେ ସମୟରେ ସିନେମା ପରି ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ମଧ୍ୟ ବ୍ରିଟେନ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିବିସି 1946ରେ ସର୍ବସାଧାରଣଙ୍କ ନିମନ୍ତେ ଟେଲିଭିଜନ ପ୍ରସାରଣ ଆରମ୍ଭ କରିଥିଲା। ବ୍ରିଟେନରେ ଟେଲିଭିଜନ ସଂଖ୍ୟା ଥିଲା 1954 ବେଳକୁ 4 ନିୟୁତ ହୋଇଯାଇଥିଲା। ଟେଲିଭିଜନ ଦର୍ଶକ ସଂଖ୍ୟା ଦେଖିବାକୁ ଗଲେ ଏ କ୍ଷେତ୍ରରେ ଆମେରିକା ଆଗୁଆ ଥିଲା। 1954 ବେଳକୁ ଆମେରିକାରେ ଟେଲିଭିଜନ ସେଟ୍ ଥିବା ଲୋକଙ୍କ ସଂଖ୍ୟା ଥିଲା 30 ନିୟୁତ। ରୁଷିଆ ମସ୍କୋ ଓ ଲେନିନଗ୍ରାଡ଼ରେ 1938ରେ ଟେଲିଭିଜନ ପ୍ରସାରଣ ଆରମ୍ଭ କରିଥିଲା। ହଲିଉଡ଼ ସିନେମା ପାଇଁ ଟେଲିଭିଜନ କୁଆବସାରେ କୋଇଲି ପରି ହୋଇଥିଲା। ହଲିଉଡ଼ ଜାଣିପାରିଥିଲା ଯେ ମନୋରମ କ୍ଷେତ୍ରରେ ତା ପାଇଁ ଜଣେ ପ୍ରତିଯୋଗୀ ପହଞ୍ଚିଲାଣି। ତେଣୁ ଦର୍ଶକଙ୍କୁ ନିଜ ପାଖରେ ବାନ୍ଧି ରଖିବାକୁ ହଲିଉଡ଼ ବିଭିନ୍ନ ରୋମାଞ୍ଚକର ସିନେମା ପ୍ରସ୍ତୁତ କଲା। ତଥାପି ଅନେକ ପ୍ରଯୋଜକ ସିନେମା ଛାଡ଼ି ଅଧଘଣ୍ଟିଆ ସିରିଏଲ୍ ପ୍ରୋଗ୍ରାମ ପ୍ରସ୍ତୁତରେ ଲାଗିଗଲେ। ସାଧାରଣ ଦର୍ଶକଟିଏ ପାଇଁ ସିନେମାରେ ପ୍ରଦର୍ଶିତ ସିନେମା ଓ ଟେଲିଭିଜନରେ ପ୍ରଦର୍ଶିତ ପ୍ରୋଗ୍ରାମମାନଙ୍କ ମଧ୍ୟରେ ଥିବା ସୂକ୍ଷ୍ମ ତାରତମ୍ୟ ବିଶେଷ ମାନ ରଖୁନଥିଲା। କିନ୍ତୁ ଏହା ବିରୁଦ୍ଧରେ 2ଟି ଗୁରୁତର ଅଭିଯୋଗ ଥିଲା। ପ୍ରଥମ ଅଭିଯୋଗ ଆସିଥିଲା ମିତବ୍ୟୟୀ ସ୍ୱାମୀମାନଙ୍କ ବିରୁଦ୍ଧରେ। ଘରେ ଟେଲିଭିଜନ ରଖିବା ପରେ ସେମାନେ କାମରୁ ଫେରି ଟେଲିଭିଜନ ଆଗରେ ବସିଗଲେ। ସ୍ତ୍ରୀମାନେ ସାରାଦିନ ଘରେ ବସି ସନ୍ଧ୍ୟାବେଳେ ବୁଲିବାକୁ ଯିବାକୁ ଚାହାନ୍ତି। ଖାଲି ସେମାନେ ବୁଲି ଯିବାକୁ ଚାହାନ୍ତି ନୁହେଁ, ସେମାନେ ଚାହାନ୍ତି ସେମାନଙ୍କ ସ୍ୱାମୀ ସେମାନଙ୍କୁ ନେଇ ବୁଲି ଯାଆନ୍ତୁ ଓ ସମସ୍ତଙ୍କ ପରି ତାଙ୍କ ପାଇଁ ଖର୍ଚ୍ଚ କରନ୍ତୁ। ଟେଲିଭିଜନ ବିରୁଦ୍ଧରେ ଦ୍ୱିତୀୟ ଯୁକ୍ତିଟି ହେଲା ଯେ ଟେଲିଭିଜନରେ ସିନେମା ପରି ମନୋରଞ୍ଜନ ମିଳେନି। ବଡ଼ ବଡ଼ ଅଭିନେତା ଆକର୍ଷଣୀୟ ସିନେରୀ ସୁଟିଂ ହୋଇଥିବା ନାଚ ଗୀତ ଆଦି କେବଳ ସିନେମା ଦେଇପାରେ। ଫିଲ୍ମ କ୍ୟାମେରା ମଧ୍ୟ ସେଡ୍ୟୁଲ୍ଡ ଟେପ୍ରେ ଚିତ୍ର ସବୁକୁ ସାଇତି ରଖେ। ଟେଲିଭିଜନରେ ପ୍ରଦର୍ଶିତ ଦୃଶ୍ୟ ସବୁକୁ ଭବିଷ୍ୟତ ପାଇଁ ସାଇତି ରଖିବାକୁ ହେଲେ ଫିଲ୍ମ କ୍ୟାମେରାରେ ଏସବୁକୁ ସୁଟିଂ କରିବାକୁ ପଡ଼େ। ଟେଲିଭିଜନର ମୁଖ୍ୟ ଆକର୍ଷଣ ହେଲା ଏହା ଲାଇଭ୍ ଟେଲିକାଷ୍ଟ ମାଧ୍ୟମରେ ତତ୍କାଳ ଘଟୁଥିବା ଦୃଶ୍ୟ ସହ ଆମକୁ ଜଣାଇ ଦିଏ। ଗୋଟିଏ ଘଟଣା ଘଟୁଥିବା ସମୟରେ ଆମେ ଏହାକୁ ଦେଖିଲେ ନିଜକୁ ମଧ୍ୟ ଘଟଣାର ଏକ ଅଂଶ ଭାବେ ଲାଗେ। ଉଦାହରଣ ସ୍ୱରୂପ ରାଣୀଙ୍କ ସିଂହାସନ ଆରୋହଣ କଥା ହେଉ, ଟେଲିଭିଜନରେ ଏହାର ଲାଇଭ୍ ଟେଲିକାଷ୍ଟ ଆମକୁ ଯେତିକି ରୋମାଞ୍ଚିତ କରେ, ଏହି ଦୃଶ୍ୟରେ ସିନେମା ପରବର୍ତ୍ତୀ ସମୟରେ ଦେଖିଲେ ସେତିକି ରୋମାଞ୍ଚକ ଲାଗେନି। ରେଡ଼ିଓ, ଟେଲିଭିଜନ ଓ ସିନେମା ସବୁ ଏକାଠି ରହିବେ କିନ୍ତୁ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରୁଥିବେ। କିନ୍ତୁ ବଡ଼ ପରଦା ହେଉ କି ଛୋଟ ପରଦା, ସିନେମା ସବୁବେଳେ ଆମ ପାଇଁ ଅଧିକ ଆକର୍ଷଣୀୟ ଓ ମନୋରଞ୍ଜନ ମାଧ୍ୟମ ହୋଇ ରହିବ। ପିଲାମାନେ ଆଜି ପାଇଁ ଏତିକି। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।